ବର୍ତ୍ତମାନ ମୋର ଆଲୋଚନା କବି ବେଣୁଧର ରାଉତଙ୍କର ରଚିତ ପିଙ୍ଗଳାର ସୂର୍ଯ୍ୟ କବିତା ଉପରେ। ତେବେ କବିତାର ଲିଖିତ ଆଲୋଚନା କରିବା ପୂର୍ବରୁ ମୂଳ କବିତାଟିକୁ ପଢ଼ି ଦେଉଅଛି। ପିଙ୍ଗଳାର ସୂର୍ଯ୍ୟ କବି ବେଣୁଧର ରାଉତ। କବିତା ଲେଖିବା ପୂର୍ବରୁ କବି ଭାଗବତର 4ଟି ଧାଡ଼ିକୁ ଉଦ୍ଧାର କରିଛନ୍ତି। ସେଇଟି ହେଲା, ଆତ୍ମାକୁ ଦିଅନ୍ତି ଯେ ହରି, ତାତହୁଁ ଆନ ଇଚ୍ଛା କରି, ମୋ ପ୍ରାଣନାଥ ଅଛି ପାଖେ, ମୁହିଁ ନ ଦେଖଇ ପ୍ରତ୍ୟକ୍ଷେ। ଜଗନ୍ନାଥ ଦାସ। ଏ ନୀଳ ନିଶୀଥ ଯେହ୍ନେ ପ୍ରଜ୍ୱଳିତ ଅସଂଖ୍ୟ ତାରାରେ, ଏ ନୀଳ ନିଶୀଥ ଯେହ୍ନେ ନିପୀଡ଼ିତ ଲେଲିହାନ କାମନା ଜ୍ୱାଳାରେ, ଏ ନୀଳ ନିଶୀଥ ଯେହ୍ନେ କାନ୍ଦୁଅଛି ବିନ୍ଦୁ ବିନ୍ଦୁ ଅଜସ୍ର ଶିଶିରେ, ଏ ନୀଳ ନିଶୀଥ ଯେହ୍ନେ ଭାଙ୍ଗିପଡ଼େ ପ୍ରତୀକ୍ଷାର ବିଶ୍ଳେଥ କ୍ଳାନ୍ତିରେ, ଏ ନୀଳ ନିଶୀଥ ଯେହ୍ନେ ମିଶାଉଛି ବିଦେହକୁ ମହାଶୂନ୍ୟତାରେ ଏବଂ ମହାଶୂନ୍ୟତାରେ ମିଶାଉଛି ଗଣ୍ଡକିରି ଉଦ୍ଦୀପ୍ତ ରାଗିଣୀ। ପିଙ୍ଗଳାର ସମ୍ପ୍ରେରିତ ଇତସ୍ତତ କାମାତୁର ଯେତେ ଦୃଷ୍ଟିବାର୍ତ୍ତା, ବାସକସଜ୍ଜାର ଯେତେ ଉପଚାର, ଯେତେ ଜ୍ୱାଳା ଶୂନ୍ୟ ଘଣ୍ଟା ପଥ ନିଦ୍ରିତ ଧରାର ଦିଗ ନୀଳିମାରେ କ୍ରମେ ଯେହ୍ନେ ଆପଣାକୁ କରୁଛି ବିଲୀନ। ଧ୍ୟାନସ୍ଥ ଚ୍ୟବନ ପରି ଅସହ୍ୟ ଏ ଶୂନ୍ୟତା ଓ ନୀରବତା ଭରି ମାଂସର ବିଳାସ ମାତ୍ର ଅନୁଘୋଷେ ଶୁଭୁଅଛି ପିଙ୍ଗଳାର ପ୍ରିୟ କାହିଁ କାହିଁ। ଶୋଣିତ ଅଗ୍ନିର ଢେଉ ନାଚୁଅଛି ଝଡ଼ ପରି ଅନ୍ଧକାରେ ତାତି ଓ ତତେଇ। ଏ ରାତିର ଆକାଶରେ ଏତେ ତାରା, ଏତେ ରାତି, ଏତେ ନିର୍ଜନତା, ପିଙ୍ଗଳାର ଏତେ ଦେହ, ଏତେ ଜ୍ୱାଳା, ଏତେ ଆତୁରତା। ଆକାଶ ବି କେତେ ଶୂନ୍ୟ, କେତେ କଳା, କେତେ ମୂର୍ତ୍ତିମନ୍ତ। ପିଙ୍ଗଳା କ୍ଷିଭିତ କେତେ, କ୍ଳାନ୍ତ କେତେ, କେତେ ଗ୍ଳାନି ଅଶ୍ରୁରେ ମଥିତ। ନୀଳ ନିଶୀଥର ତାରା, କାମନା ଓ ପ୍ରତୀକ୍ଷା ଓ ବିଦେହ ଶୂନ୍ୟତା। ପିଙ୍ଗଳା ଦେହର ସୀମା ଅତିକ୍ରମି ହୃଦୟ ଓ ମନକୁ ଆବେଶି ଗଣ୍ଡକିରି ଉଦ୍ଦୀପିତ ରାଗିଣୀକୁ ଘୋଷେ ଘୋଷେ କାଳିମାରେ କରୁଛି କରୁଣ। ନୀଳ ନିଶୀଥର ତାରା, କାମନା ଓ ପ୍ରତୀକ୍ଷା ଓ କ୍ଷୀଳ ବହିରଙ୍ଗ ପିଙ୍ଗଳାର ଅନ୍ତରଙ୍ଗେ ସଂକ୍ରମୁଛି, ତା ଆତ୍ମାକୁ ଏ ସାବଲ୍ୟ କରୁଛି ପୀଡ଼ିତ। ପିଙ୍ଗଳା ଦୃଷ୍ଟିର ବର୍ଷା ଘଣ୍ଟା ପଥୁ ବହିରଙ୍ଗୁ ସ୍ୱତଃ ଅପସରି ଖୋଜୁଛି ତା ଅନ୍ତରଙ୍ଗେ ସ୍ରୋତ ହୋଇ ଯେହ୍ନେ ଅବା କେଉଁ କୂଳ ପଥ। ଯେମିତି କି ବହିଯିବ ସମୁଦ୍ରକୁ ନିଜେ ଆଜି। କିଏ ସେ ସମୁଦ୍ର? ଏ ତ ନୁହେଁ ପିଙ୍ଗଳାର ପ୍ରିୟଜନ। ଏ ସମୁଦ୍ର ଅନନ୍ତ ଘୋଷରେ ସେ ଏକ ବିନ୍ଦୁର ମାତ୍ର ଅଣୁସ୍ୱର। କିଏ ସେ ସମୁଦ୍ର? ଆଶାର ମାଧୁର୍ଯ୍ୟ ବନ୍ଧେ କରୁଛି ଏ ପିଙ୍ଗଳାର ସମଗ୍ରେ ଭସାଇ। ବ୍ୟାକୁଳ ବିହ୍ୱଳ ମୂଢ଼ କେଉଁ ନାଦେ, କେଉଁ ମଦେ। କିଏ ସେ ସମୁଦ୍ର? ପିଙ୍ଗଳା ଘେନୁଛି ଅବା କିଛି କିଛି ପରିଚୟ ସମୁଦ୍ରର ଅପରିଚୟରୁ। ଏ ଦେହେ ପରମ କିଛି ଇନ୍ଦ୍ରିୟର ଉତ୍ତୀର୍ଣ୍ଣତା, ସତ୍ୟ କିଛି କ୍ରମଶଃ ସ୍ଖଳିତ। କୁଣ୍ଡଳିନୀ ପିଙ୍ଗଳାର ହେଉଅଛି କିଛି କିଛି ମୂହ୍ୟମାନ, କୌଣସି ନିର୍ମକ, ଏବଂ ସେ ହଠାତ୍ ଯେହ୍ନେ ବାତାୟନେ ନ୍ୟସ୍ତ ଏବଂ ନିରବିତ ବିପଞ୍ଚି ଭିତରୁ ଶୁଣୁଛି ସ୍ୱୟଂଭୂ ସ୍ୱର ଅନାହତ ସୁଦୂରର। ଆତ୍ମା ଯେହ୍ନେ ଗାଉଛି ଜାଗୃତି, ଏ ଯେମିତି ପ୍ରୀତିଶୀଳା ବିଶ୍ରମ୍ଭଣେ ସୁଖିତ ଓ ପର୍ଯ୍ୟାକୁଳ। ସିଦ୍ଧାର୍ଥର କାନେ ବଲ୍ଲକୀର ସ୍ୱୟଂଜାତ ସ୍ୱରେ ସ୍ୱରେ ଦେବତାର ଗାଉଥିବା ଗୀତ। ଉଠ ହେ ମାୟାର ପୁତ୍ର, ବେଳ ହେଲା, ଆହେ ଉଠ ଅମୃତର ଦୂତ। ଆତ୍ମା ଅବା ନିବୋଧୁଛି, ଉଦ୍ଧରୁଛି ପିଙ୍ଗଳାକୁ ପରମ ଓ ପ୍ରେମର ସଙ୍ଗୀତେ। ପିଙ୍ଗଳା ଚିହ୍ନୁଛି ଅବା ଆପଣାକୁ ପ୍ରେମକୁ ଓ ପରମକୁ ସ୍ୱତଃ ଅଭିଜ୍ଞାରେ। ପିଙ୍ଗଳା ପାରୁଛି ଚିହ୍ନି ଆପଣାକୁ ପରମକୁ ପ୍ରେମକୁ କ୍ରମଶଃ। ଚକିତେ ଉତ୍ତରୋତ୍ତର ଭାସ୍ୱର ଓ ପ୍ରଜ୍ୱଳନ୍ତ ତା ଆତ୍ମାର ପ୍ରତ୍ୟାତ୍ମା ଭିତରେ ଚିହ୍ନୁଛି ସେ ପରମର ବିନର୍ତ୍ତିତ ରମ୍ୟ ସତ୍ତା। ତେଣୁ ଅବା ପୁଲକିତ ସାତ୍ତ୍ୱିକ ବିକାରେ ସେଇ ଅନ୍ତ ସଙ୍ଗୀତର ପ୍ରତିସ୍ୱରେ ଉଚ୍ଛ୍ୱସିତେ ଗାଉଛି କ୍ରନ୍ଦନ।
ପରିତୃପ୍ତ ଝଙ୍କୃତି ଓ ବେପଥୁରେ ଭରି ଏକ ଉତ୍ତର ନିଶୀଥ କା ଲାଗି ଗାଇଲି ହାୟ ବିମୂଢ଼ ମୋ କାମନାକ୍ତ ଉଦ୍ଦାହକ ଏତେ ଗଣ୍ଡ କିରି ଗାଉଛି ସେ ଅଶ୍ରୁ ଗଙ୍ଗା ଧୋଇ ଆତ୍ମ କାଳିମାର ଯେତେକ ଆକାଶ ଭସାଇ ଯେତେକ ତାରା ଏ ଦେହର ଏ ମନର ଚନ୍ଦ୍ରିକା ଓ ଚନ୍ଦ୍ର କାମନାର କନ୍ଦାଇଲି କେତେ ହାୟ ମୋ କୁଣ୍ଠିତା ବିପଞ୍ଚିକି ମାତ୍ର କେଉଁ ଦେହ ବନ୍ଦନାରେ ଗାଉଛି ସେ ସ୍ୱରଭଙ୍ଗ ଭାଙ୍ଗି ଦେଇ ଏତେ ଦେହ ଏତେ ରାତି ଏତେ ନିର୍ଜନତା ମୁଁ କେଡ଼େ ଅଶାନ୍ତ ହାୟ ଭ୍ରମୁଥିଲି ମୃଗୀ ପରି ନିଜ ନାଭି କସ୍ତୁରୀ ବିଭ୍ରମେ ତରଙ୍ଗର ଫେନ ଚୂଳେ ମୁଗ୍ଧ ହେଇ ପାଶୋରିଲି ମୋ ନିଜର ଅନନ୍ତ ସମୁଦ୍ର ଶାନ୍ତି ସେ ଗାଉଛି ଭୁଲି ଯେତେ ଜ୍ୱାଳା ଯେତେ ଗ୍ଲାନି ଯେତେ ଆତୁରତା ହେ ମୋର ଆତ୍ମସ୍ଥ ପ୍ରିୟ ହେ ପରମ ହେ ଅନାଦି ପ୍ରୀତିକ୍ଷର ମୋର ହେ ଛ ଐଶ୍ୱର୍ଯ୍ୟ ମୋର ତୁମେ ଥାଉଁ ଭ୍ରମି ହେଲି କି ଅଜ୍ଞାନେ ତିମିର ଲୀଳାରେ ତୁମେ ମୋର ମୂର୍ତ୍ତିବନ୍ତ ଯେତେ ମୋର ଆତ୍ମଶୂନ୍ୟ କାଳଶୂନ୍ୟ ଦେଶଶୂନ୍ୟ ସବୁ ପୂର୍ଣ୍ଣ କରି ଚିରନ୍ତନ ପ୍ରଣୟର ଆତ୍ମାନନ୍ଦୀ ତୁରୀୟ ଆହ୍ଲାଦେ ପିଙ୍ଗଳା ଗାଉଛି ଯେହ୍ନେ ନୀରବତା ମୁହ୍ୟମାନ ମୂର୍ଚ୍ଛିତ ପୀଡ଼ାରେ ଆଶ୍ଳେଷ ମୁଦ୍ରାରେ ତୋଳି ଦୁଇ ହାତ ଏବଂ ହସକାନ୍ଦର ସାବଲ୍ୟେ ଦେଖୁଛି ମାୟାବୀ ଯେତେ ରାତି ଏବଂ ଯେତେ ରାତି ଆରଣ୍ୟ ଓ ଇନ୍ଦ୍ରିୟ ଜନିତ ବେପଥୁରେ ଥରି ଥରି ରୋହିତ ଓ ବିନର୍ତ୍ତିତ ଦ୍ୟୁତିରେ ସ୍ପନ୍ଦିତ ପିଙ୍ଗଳା ଦେଖୁଛି ଆତ୍ମ ଅଭିଜ୍ଞାରେ ତା ପିଣ୍ଡରେ ଜାଗରିତ କୁଣ୍ଡଳିନୀ ପରି ପିଙ୍ଗଳା ନାଡ଼ୀରେ ସ୍ୱୟଂ ଉଚ୍ଛ୍ୱସିତ ସମ୍ପ୍ରଚ୍ଛନ୍ନ ସୂର୍ଯ୍ୟର ବିଭାସ ସେ ବିଭାସେ ଭେଟୁଛି ତା ସମୁଦ୍ରକୁ ପରମକୁ ନାଗରକୁ ତାରି ସୂର୍ଯ୍ୟକୁ ଆଶ୍ଳେଷ ମୁଦ୍ରାରେ ତୋଳି ତଦବସ୍ଥ ଦୁଇ ହାତ ମୁହ୍ୟମାନ ମୂର୍ଚ୍ଛିତ ଆଲୋକେ। ବଡ଼ ଦାର୍ଶନିକ ହୋଇଛି କବିତାଟି। ଏ କବିତାଟିକୁ ମୁଁ ଯେତେବେଳେ ପ୍ରଥମେ ମୋର ଚାକିରି ଜୀବନ ଆରମ୍ଭ କଲି ଟିଟିଲାଗଡ଼ ସହରର DAV କଲେଜରେ 1990 ମସିହା ଡିସେମ୍ବର ମାସରେ ସେତେବେଳେ BA ଓଡ଼ିଆ ଅନର୍ସର କୋର୍ସରେ ଏ କବିତାଟି ଥିଲା। ତାପରେ କିଛି ବର୍ଷ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଏ କବିତାକୁ MS ପାଠ୍ୟ ଶ୍ରେଣୀରେ ଅନ୍ତର୍ଭୁକ୍ତ କରିଥିଲା। ସେଥିପାଇଁ ଏ କବିତାର ଆଲୋଚନା ମୁଁ କରୁଅଛି। ପିଙ୍ଗଳାର ସୂର୍ଯ୍ୟ କବିତାର ଆଲୋଚନା। ଜୀବନର ଭଲ ମନ୍ଦ ହୋଇ ଦୁଇଟି ରୂପ ରହିଛି। ଜୀବନରେ ଭଲ ହେବା ମନ୍ଦ ବନିବା ସମସାମୟିକ ସମୟଭିତ୍ତିକ ପରିସ୍ଥିତିକ ଯୋଗାଯୋଗର କଥା। ସଂସାରର ମାନବ ସମାଜରେ ପରିଦୃଷ୍ଟ କି କିଛି ଜୀବନ ଆରମ୍ଭରୁ ଭଲ ହୋଇ ତାର ଶେଷ ପର୍ଯ୍ୟନ୍ତ ସେଇ ଭଲ ହୋଇ ରହିଥିବା ବେଳେ କିଛି ଜୀବନ ଭଲରୁ ମନ୍ଦ ମନ୍ଦରୁ ଭଲ ହେବାରେ ଲୁଚକାଳି ଖେଳ ଖେଳିଛି। ଜୀବନରେ ଭଲ ହେବା ଆତ୍ମିକ ଉପଲବ୍ଧି ଏବଂ ଜୀବନରେ ମନ୍ଦ ହେବା ମନର ଆବେଗିକ ଉତ୍ତାଳ ଉତ୍ତେଜିତ ସ୍ଥିତି। ସଙ୍ଗ ପ୍ରଭାବରୁ ଜୀବନରେ ମଣିଷ ଭଲ ହୋଇଥାଏ ତଥା ସଙ୍ଗ ଦୋଷରୁ ଜୀବନରେ ମଣିଷ ମନ୍ଦ ହୋଇଥାଏ। ମନ୍ଦରେ ଥାଇ ଜୀବନରେ ଯେବେ ଅନୁତାପ ପଶ୍ଚାତାପ ଆସେ ଏବଂ ଆତ୍ମା ଦର୍ପଣରେ ପ୍ରତିବିମ୍ବିତ ପ୍ରତିଫଳିତ ହୁଏ ସେବେ ମଣିଷ ଆଧ୍ୟାତ୍ମିକ ଆଲୋକର ସୂର୍ଯ୍ୟ ତେଜରେ ଦ୍ୱିତୀୟ କାରୁଣ୍ୟ ପ୍ରଭାବରେ ଭଲ ହେବାକୁ ଚେଷ୍ଟା କରି ମହତ୍ରେ ପରିଣତ ରୂପାନ୍ତରିତ ହୋଇଯାଏ। ଏସବୁ ହେଲା ଏକ ମାନସିକ ଯୋଗାରୂଢ଼ର ବୁଝାମଣାର ପ୍ରସଙ୍ଗ। ମନ ଭିତରେ ଯେବେ ଆତ୍ମା ପଶିଯିବ ମଣିଷ ଆଧ୍ୟାତ୍ମିକ ତୁରୀୟ ବା ସ୍ୱର୍ଗୀୟ ଆହ୍ଲାଦରେ ଉଚ୍ଚକିତ ବେପଥୁବନ୍ତ ହୋଇ ଆତ୍ମିକ ସ୍ତରରେ ବଦଳି ଯାଇ ଗୁଣବାନ ରୂପ ପରିଗ୍ରହ କରି ବସିବ। ଜୀବନରେ ଭଲ ହେବାର ମାନସିକ ଉପଲବ୍ଧି ଆସିଗଲେ ମଣିଷର ସବୁ ଦୋଷ ସବୁ ପାପ ପୁଣ୍ୟରେ ବଦଳିଯିବ। ମଣିଷ ମହାନରେ ହେବ ପରିଣତ। ପିଙ୍ଗଳାର ସୂର୍ଯ୍ୟ ସେହି ଧାରାରୁ ଉତ୍ପନ୍ନ ଏକ ଆତ୍ମିକ ସଂସ୍କାର ଅନୁଭବର ମନସ୍ତାତ୍ତ୍ୱିକ ମିଥିକ୍ ଧର୍ମୀ ଦାର୍ଶନିକ ବୌଦ୍ଧିକ କବିତା ଯାହାର ଅବିସ୍ମରଣୀୟ କବି ତଥା ଓଡ଼ିଶାର ସରକାରୀ କଲେଜର ଭୂତପୂର୍ବ ଓଡ଼ିଆ ଅଧ୍ୟାପକ ବେଣୁଧର ରାଉତ କେନ୍ଦୁଝର ଜିଲ୍ଲାର ଜନ୍ମିତ ସନ୍ତାନ। ରାଜେନ୍ଦ୍ର କଲେଜ ବଲାଙ୍ଗୀର BJB କଲେଜ ଭୁବନେଶ୍ୱର MPC କଲେଜ ବାରିପଦା ଆଦି ସ୍ଥାନରେ ଓଡ଼ିଆ ଅଧ୍ୟାପକ ଥିଲେ। ରେଭେନ୍ସା କଲେଜ କଟକରେ ମଧ୍ୟ ଥିଲେ। ଜୀବନରେ ସ୍ୱଳ୍ପ କବିତା ଲେଖିଲେ ବି ଭଲ ପାଠ୍ୟାନ୍ତର୍ଗତ କବି। ତାଙ୍କର ବୃହନ୍ନଳା ମଳୟର ଆତ୍ମହତ୍ୟା ଆକାଶର ପକ୍ଷୀ ଏସବୁ କବିତା
ପାଠ୍ୟରେ ଅନ୍ତର୍ଗତ ଥିଲା। ଏକମାତ୍ର କବିତା ସଂକଳନ ପିଙ୍ଗଳାର ସୂର୍ଯ୍ୟ ମାତ୍ର ପ୍ରକାଶିତ। ତାଙ୍କର ବୃହନ୍ନଳା, କାଠଘୋଡ଼ା, ପାଣି ପିଇ, ମଳୟର ଆତ୍ମହତ୍ୟା, ଆକାଶର ପକ୍ଷୀ, ପିଙ୍ଗଳାର ସୂର୍ଯ୍ୟ, ନୂତନ ବର୍ଷ, କପୋତ ଆଦି କବିତାଗୁଡ଼ିକ ଶ୍ରେଣୀଗୃହରେ ପାଠରେ ପଢ଼ାଯାଉଥିଲା। ଏବେ ବି ପଢ଼ାଯାଉଅଛି। ମାଇଥୋଲୋଜି ଶବ୍ଦରୁ ମିଥ୍ ଶବ୍ଦଟି ଇଂରାଜୀ ଭାଷାରେ ଅଛି, ଯାହାର ଅର୍ଥ ପୁରାଣ କଳ୍ପ। ପୁରାଣ କଥା ବା କାହାଣୀ ହେଉଛି ପୁରାଣ। ପୁରାଣର ଘଟଣା, କାହାଣୀ ଏବଂ ଚରିତ୍ରକୁ ରଚନାର ପୃଷ୍ଠଭୂମିରେ ପିଠି ଉପରେ ରଖି ନୂତନ ଦୃଷ୍ଟିକୋଣ ଦିଗ୍ଦର୍ଶନକୁ ସୃଷ୍ଟିରେ ଦେବା ପ୍ରକ୍ରିୟାଟି ମିଥିକ୍ ବା ପୁରାଣକଳ୍ପୀୟ ସାହିତ୍ୟ ସୃଷ୍ଟିର ବିଶେଷତ୍ୱ। ଏହା ଲେଖକର ପ୍ରତୀକଧର୍ମୀ ସୃଜନଶୀଳ ମନୋଭାବରୁ ଉଦ୍ଗତ ହୋଇ ଲେଖାରେ ଆସି ଧରା ଦେଇଥାଏ। ବାହ୍ୟ ବସ୍ତୁ ଭାବ୍ୟ ବସ୍ତୁର ଅର୍ଥ ପ୍ରକାଶ ପାଇଁ ପ୍ରତିନିଧି ରୂପେ ବ୍ୟବହୃତ ହେଲେ ସାର୍ଥିକ ପ୍ରତୀକଟିଏ ହୋଇଥାଏ। ପ୍ରତୀକ ଏକ ଆଳଙ୍କାରିକ ପ୍ରୟୋଗ ପ୍ରକ୍ରିୟା। ଏହା ସୃଷ୍ଟି ସର୍ଜନାକୁ ବୌଦ୍ଧିକ ଭାବୋଦ୍ୟୋତକ ଦୁର୍ಬೋଧ୍ୟ କରାଇଥାଏ। ଏହାଦ୍ୱାରା କାବ୍ୟ ରମଣୀୟାର୍ଥର ପ୍ରତିପାଦକ ହୋଇଥାଏ, ସୁନ୍ଦର ଅର୍ଥ ପ୍ରକାଶ କରେ। ଶକ୍ତିଶାଳୀ ଭାବ ଆବେଗ କବିସ୍ରଷ୍ଟାର ଧୀଶକ୍ତି ଦ୍ୱାରା ଜଡ଼ିତ ଗୁମ୍ଫିତ ଥାଏ। ଆପଣାଜାତ ଈଶ୍ୱର ଏକ ଆଲୋକମୟ ସତ୍ତା ବୋଲି କୋରାନ୍ କହେ। ତାଙ୍କର ଏହି ଆଲୋକ ଆକାଶଠାରୁ ନେଇକି ପୃଥିବୀ ମାଟି ପର୍ଯ୍ୟନ୍ତ ପରିବ୍ୟାପ୍ତ। ସେହି ଦୟାମୟ ଅନାଦି ଅନନ୍ତ ଅକ୍ଷୟ ଅନ୍ତର୍ଯ୍ୟାମୀ ଅମର ଈଶ୍ୱରଙ୍କ ଅନୁକମ୍ପା କରୁଣା ଦୟା ନ ହେଲେ, ପରମାତ୍ମାଙ୍କ ଅନୁଗୃହୀତ ଇଚ୍ଛା ନଥିଲେ କୌଣସି ସାଂସାରିକ ମନୁଷ୍ୟ କେବେହେଲେ ବି ଭଲ ମହତରେ ପରିଣତ ହୋଇପାରିବ ନାହିଁ। ଆଉ ଏଥିପାଇଁ ମଣିଷର ଆତ୍ମିକ ଉଦ୍ୟୋଗିକ ଇଚ୍ଛା ଅନୁରାଗ ମଧ୍ୟ ଥିବା ଦରକାର, ନହେଲେ ଏହା ଅସମ୍ଭବ ହୋଇଯିବ। ପିଙ୍ଗଳା ବିଦେହ ବା ମିଥିଳା ନଗରର ନର୍ତ୍ତକୀ, ନଟୀ ଓ ବାରବଧୂ ବେଶ୍ୟା। ବୈଶାଳୀର ଅମ୍ବାପଲ୍ଲୀ ଯେମିତି ବୁଦ୍ଧଙ୍କ ସମୟରେ ଥିଲେ ବାରବନିତା, ନର୍ତ୍ତକୀ, ପତିତା, ନଷ୍ଟ ଚରିତ୍ରା, ଠିକ୍ ସେମିତି ଭାଗବତର ଅନନ୍ୟ ଚରିତ୍ର ହେଉଛନ୍ତି ପିଙ୍ଗଳା ବେଶ୍ୟା। ନାଚି ଦେହଦାନ କରି ସେ ବିଦେହ ନଗର ଜନତାର ମନ ଦେହ ସୁଖକାରିଣୀ ସ୍ତ୍ରୀ ଥିଲେ। ସ୍ତ୍ରୀମାନେ ଦେହଦାନକାରିଣୀ ଦୃଷ୍ଟିରୁ କୁହାଗଲା, ସ୍ତ୍ରୀ ହିଁ ସ୍ୱାମୀକୁ ଦେହ ଇଜ୍ଜତ ଦାନ ଦେଇଥାଏ। ଇଂରାଜୀରେ ଡି.ଏଚ୍. ଲରେନ୍ସଙ୍କର ଉକ୍ତି କଥିତ ଅଛି, ମ୍ୟାରେଜ୍ ଇଜ୍ ଏ ଲିଗାଲ ପ୍ରଷ୍ଟିଟ୍ୟୁସନ୍, ଅର୍ଥାତ୍ ବିବାହ ଏକ ବୈଧ ବେଶ୍ୟାବୃତ୍ତି। ସେହି ଦୃଷ୍ଟିରୁ ବିଦେହର ନଟୀ ପିଙ୍ଗଳା ବିଦେହ ନଗରର ଜନତାର ଏକକ ସାଧାରଣ ଦେହଦାନକାରିଣୀ ସ୍ତ୍ରୀ। ପୁରୁଣା ଥିଲେ ବି ସେଥିରୁ ମାନବ ଜୀବନର ଚିରନ୍ତନ ଜୀବନଧାରାର ଶିକ୍ଷଣୀୟ ବର୍ଣ୍ଣନା ଅଛି, ଯେଉଁଥିରୁ ସବୁ ଯୁଗର ମନୁଷ୍ୟକୁ ଜୀବନ ବିତାନ କୈନ୍ଦ୍ରିକ ଶିକ୍ଷା ମିଳିଥାଏ। ପୁରାଣର ଚରିତ୍ରକୁ କବି ନିଜସ୍ୱ କାବ୍ୟିକ ଦୃଷ୍ଟିଭଙ୍ଗୀରେ ମନସ୍ତାତ୍ତ୍ୱିକତାର ପୁଟ ବା ପ୍ରଲେପ ଦେଇ, ଭାବିକ ରଙ୍ଗ ଦେଇ ଜୀବନର କର୍ମଦୋଷରୁ ବିରକ୍ତିକ ଅନୁତାପ, ଅନଳର ଦଗ୍ଧୀଭୂତ ଅବସ୍ଥିତିର ବୁଦ୍ଧିଦୀପ୍ତ ବର୍ଣ୍ଣନା ଦେଇଛନ୍ତି। ପିଙ୍ଗଳା ଚାରିତ୍ରିକ ପ୍ରତୀକ, ଯାହାକି ଅନୁତାପ ପଶ୍ଚାତାପର ପ୍ରତିନିଧିତ୍ୱ କରିଥିବା ବେଳେ ପ୍ରତୀକ ସୂର୍ଯ୍ୟ ବିଭୁ କାରୁଣ୍ୟ ଓ ଦିଗ୍ଦର୍ଶନପ୍ରାପ୍ତ ଆଲୋକର ପ୍ରତିନିଧି ହୋଇଛି। ଈଶ୍ୱରୀୟ ଇଚ୍ଛା ତଥା ଦୟା ନଥିଲେ ମଣିଷ ଭଲ ମଣିଷ, ମହତ୍ ଚରିତ୍ରର ହୋଇପାରିବ ନାହିଁ। ପିଙ୍ଗଳା ଚରିତ୍ର କ୍ଷେତ୍ରରେ ସେୟା ହିଁ ହୋଇଥିବାରୁ ଆତ୍ମିକ ଆଧ୍ୟାତ୍ମିକ ଉପଲବ୍ଧିର ଦୟାଯୁକ୍ତ ଆଲୋକର ପ୍ରତୀକ ସୂର୍ଯ୍ୟ ହୋଇଛି ବସ୍ତୁ ପ୍ରତୀକ। ମନର କାଳିମା ଦୂରୀଭୂତର ସଂକେତ ସୂର୍ଯ୍ୟ, ଯେଉଁଥିରେ ବେଶ୍ୟାବୃତ୍ତି ଛାଡ଼ିବାର ନିଷ୍ପତ୍ତି ଅଛି। ପିଙ୍ଗଳା ନଷ୍ଟ ଚରିତ୍ର, ଯିଏ ତାର ଜୀବନର ଗତିକୁ ଅନ୍ଧାରରେ ହିଁ ରଖିଥିଲା, ବିତେଇଥିଲା। ଜୀବନରେ ଜ୍ଞାନର ଆଲୋକ ଯଦି ମଣିଷ ଦେଖିବ, ତେବେ ସେ ଭଲ ଲୋକ, ମହତ୍ ମଣିଷ ହୋଇଯିବ। ସୂତ ନାମକ ବଣିକ ଶ୍ରେଷ୍ଠୀର ଅପେକ୍ଷାରେ ପିଙ୍ଗଳାର ବେଶ୍ୟାୟିତ କାମନା। କଳା ରାତ୍ରି ଉପଗତ ବେଶବାସରେ ସଜ୍ଜିତା ପିଙ୍ଗଳା, ସୂତର ଆଗମନର ପ୍ରତୀକ୍ଷମାଣା। ସୂତ ନାମକ ବଣିକ ବ୍ୟବସାୟୀ ବା ଶ୍ରେଷ୍ଠୀ, କିନ୍ତୁ ପିଙ୍ଗଳାର ଦେହ ପୋଖରୀରେ ପୁରୁଷ ବେଶ୍ୟାର ଗାଧୁଆ ଗାଧୋଇ ନାହାନ୍ତି। ଅପେକ୍ଷା କରି କରି ରାତି ବିତିଛି, ମନରେ ଆସିଛି କ୍ଳାନ୍ତି, ଚିତ୍ତରେ ପରିଦୃଷ୍ଟ ହୋଇଛି ବିରକ୍ତି, ଭଗବତ୍ ଭାବନାରେ ମଜ୍ଜି ଯାଇଛି ପିଙ୍ଗଳାର ଅସନ୍ତୁଷ୍ଟ ମନ। ସିଦ୍ଧାନ୍ତ ନେଇଛି ପାପକର୍ମରୁ ମୁକ୍ତ ହୋଇ ସନ୍ନ୍ୟାସିନୀ ହେବେ, ଭଗବାନଙ୍କର ସତ୍ ଧାର୍ମିକ କର୍ମରେ ହେବେ ନିୟୋଜିତ। ତେଣୁକରି ପିଙ୍ଗଳା ଏଥିପାଇଁ ଜଙ୍ଗଲକୁ ପଳାଇ ଯାଇଛନ୍ତି। ଲୋକାଳୟଠାରୁ ଦୂରରେ ରହି ଭଗବାନଙ୍କୁ ଆରାଧନା ଦ୍ୱାରା ପ୍ରୀତ କରାଇ ସେ ହେବେ ତାଙ୍କର ଆପଣାର ପ୍ରିୟ ଭକ୍ତ। ତେବେ ସନ୍ନ୍ୟାସିନୀ ହେବା ପୂର୍ବରୁ ପିଙ୍ଗଳାଙ୍କ ମନରେ ଯେଉଁ ସବୁ ଚିନ୍ତାଧାରା ଦେଖାଯାଇଥିଲା, ସେ କ'ଣ ସବୁ ବିରକ୍ତି
ମାନସିକ ତୁରୀୟ ବା ସ୍ୱର୍ଗୀୟ ଆନନ୍ଦ ପାଇଥିଲେ ତାହା ହିଁ କବିତାର ବିଷୟବସ୍ତୁ। ବିରକ୍ତିରୁ ଉଦ୍ଭବ ଏ କବିତା। କବିତା ଲେଖିବା ପୂର୍ବରୁ କବି ଭାଗବତର ଶ୍ଳୋକ ଆତ୍ମାକୁ ଦିଅନ୍ତି ଯେ ହରି ତାତହୁଁ ଆନ ଇଚ୍ଛା କରି ମୋ ପ୍ରାଣନାଥ ଅଛି ପାଶେ ତହିଁ ମୁଁ ନ ଦେଖଇ ପ୍ରତ୍ୟକ୍ଷର ଉଦ୍ଧୃତି ଦେଇଛନ୍ତି। ସାଇକୋ ଆନାଲିସିସ୍ ବା ମନୋବିଶ୍ଳେଷଣାତ୍ମକ ପଦ୍ଧତିରେ ରଚିତ ହୋଇଛି କବିତାଟି। ପରିବେଶର ଆତ୍ମିକ ଅବସ୍ଥିତିର ସିଦ୍ଧାନ୍ତ ଗ୍ରହଣର ଶାରୀରିକ କାର୍ଯ୍ୟକଳାପର ବିବିଧ ବର୍ଣ୍ଣନା ଅଛି। ପିଙ୍ଗଳା ଉପରକୁ ନିଜର ଦୁଇ ହାତ ଟେକିଦେଇ ବିଭୁ ଅନୁକମ୍ପା ତାଙ୍କର ଅନୁଗ୍ରହ ଦୟା ଲଭିବାର ପ୍ରୟାସର ଭଙ୍ଗୀ ଦେଖାଇଛନ୍ତି। ତାର ମନରେ ଆକାଶରେ ଚେତନାର ସୂର୍ଯ୍ୟ ଉଦିତ ହୋଇଛି। ଆକାଶ ଏଠି ଜୀବନର ବ୍ୟାପ୍ତିର ପ୍ରତୀକ, ବିସ୍ତୃତିର ଦ୍ୟୋତକ ବା ସୂଚକ। କବିତାର ବିଷୟବସ୍ତୁ। ସଂସ୍କୃତ କବିତାଟି ମାର୍ଚ୍ଚ ମାସ 1965 ମସିହାର ଝଙ୍କାର ପତ୍ରିକାରେ ପ୍ରକାଶିତ ପ୍ରଥମ କରି ହୋଇ ପରେ ତାଙ୍କର କବିତା ପୁସ୍ତକରେ ସ୍ଥାନିତ ହୋଇଅଛି। ଲେଖକ ଯାହାର ଉଲ୍ଲେଖ ଦେଇଛନ୍ତି କବିତା ବହିରେ। ରାତ୍ରି ଗଭୀର ବା ବିଳମ୍ବିତ ହୋଇଛି। ମିଥିଳା ନଗରର ବେଶ୍ୟା ପିଙ୍ଗଳା ବେଶବାସରେ ସଜେଇ ହୋଇ ବେଶ୍ୟାବୃତ୍ତି କରିବା ପାଇଁ ଅପେକ୍ଷାରତ। ମନ ବ୍ୟତିବ୍ୟସ୍ତ ତଥା ହାଲିଆ। ଆକାଶକୁ ଚାହିଁଛି। ଅନ୍ଧାର ରାତିକୁ ଦେଖୁଛି। ନୀଳ ଆକାଶ ନିର୍ମଳ ନିର୍ମେଘ। ତାରାମାନଙ୍କର ଫୁଟିବାରେ ଗମ୍ଭୀର। ପିଙ୍ଗଳା ବେଶ୍ୟାବୃତ୍ତି କରି କରି ନିଜକୁ କ୍ଳାନ୍ତ ଓ ଅତ୍ୟାଚାରିତ ମନେ କରିଛି। ତଥାପି ତାର ମନ ଉପଭୋଗର ଆଶାର ଅଗ୍ନିରେ ଶିଖା ତୋଳି ଲହଲହ କରୁଛି। ଅର୍ଥାତ୍ ସେ ପରପୁରୁଷର ସଙ୍ଗ ଲାଭ କରି ବେଶ୍ୟାବୃତ୍ତିକୁ ଚାହୁଁଛି। ପୃଥିବୀର ବାୟୁମଣ୍ଡଳରେ ଅଜସ୍ର ଶିଶିର ବିନ୍ଦୁ କାକରପାତ ହେଉଛି। ସତେକି ରାତି କାନ୍ଦୁଛି। ସେଇ ନୀଳ ରାତିମାନେ କଳଙ୍କିନୀ ପିଙ୍ଗଳା ନିଜେ ଉଜାଗର ତଥା ଅପେକ୍ଷା କରି କରି ହତାଶରେ ଭାଙ୍ଗି ପଡ଼ୁଛି। ତାର ମୁଣ୍ଡର କେଶରାଶିର ସଜାଣ କବରୀ ହୁଗୁଳା ହୋଇ ପଡ଼ୁଛି। ସମଗ୍ର ମିଥିଳା ବା ବିଦେହ ନଗର ନିଦ୍ରାରେ ଆଚ୍ଛନ୍ନ, ଘୋଡ଼େଇ ହୋଇ ପଡ଼ିଛି। ଦିନର କୋଳାହଳ ନାହିଁ, ଗହଳ ଚହଳ ନାହିଁ। ଚାରିଆଡ଼ ମହାଶୂନ୍ୟତାର ରାଜୁତି। ବିଦେହବାସୀ ନିଦ୍ରାରେ ଶୋଇପଡ଼ିଛନ୍ତି। ସେହି ମହାଶୂନ୍ୟତା ମଧ୍ୟରେ ଗଣ୍ଡକିରୀ ନଦୀ ଯାହାକି ବିଦେହ ନଗର ଦେଇ ପ୍ରବାହିତ, ତାର ପ୍ରବାହ ଧ୍ୱନିକୁ ପିଙ୍ଗଳା ବେଶ୍ୟା ଘରୁ ଥାଇ ଶୁଣିପାରୁଛି। ନଦୀର ବୋହିଯିବା ସ୍ୱରକୁ ଶୁଣୁଛି। ଏ ନଦୀ ପିଙ୍ଗଳାର ଜୀବନ ନଦୀ। ଯୌନ ଭୋଗ ଯାହାକି ଅବୈଧ, ତାରି ଚିନ୍ତାରେ ପିଙ୍ଗଳାର ମନ ଓ ମାନସିକତା ବ୍ୟତିବ୍ୟସ୍ତ। ଆଖି ମେଲି ତାକୁ ହିଁ କେବଳ ଚାହୁଁଛି। ଅଭିସାର ରଚନା ପାଇଁ ପ୍ରସାଧନର ଯେତେକ ଉପାଦାନ ଉପଚାର ତାହା ମନରେ ଜ୍ୱାଳା ସୃଷ୍ଟି କରୁଛି, ତାକୁ ଅସ୍ଥିର କରୁଛି। ଘଣ୍ଟା ଘଣ୍ଟା ଶୂନ୍ୟତା ବା ନିଷ୍ଫଳତାରେ କଟୁଅଛି ସମଗ୍ର ପୃଥିବୀ ସୁପ୍ତମାନ। ଆଉ ସେଇଥିରେ ପିଙ୍ଗଳା ନିଜେ ବି ଶୋଇଯିବାକୁ ଚାହୁଁଛି, କିନ୍ତୁ ଶୋଇପାରୁନାହିଁ। କାରଣ କଣ୍ଠ ରଖିଛି। ଜବାବ ଖିଲାପ କଲେ ରାଜଦଣ୍ଡ ଭୋଗିବାକୁ ପଡ଼ିବ। ତେଣୁ ଜାଗ୍ରତ ରହି ହିଁ ସେ ପୃଥିବୀର ମିଳନକୁ ଦେଖୁଅଛି, ଅର୍ଥାତ୍ ଦିଗ୍ବଳୟକୁ ଚାହୁଁଛି। ସେ ଝରକା ଦେଇ ଦୂର ଦିଗନ୍ତକୁ ଦେଖୁଅଛି। ନୀଳ ଆକାଶ ଓ ଧୂସର ମାଟିରେ ଥାଇ ଭାବୁଛି, ସତେକି ସେ ଏହି ଦିଗନ୍ତରେ ମିଶିଯାଆନ୍ତା, ତାହେଲେ ଜୀବନରେ କ୍ଳାନ୍ତି ଅବସାଦ ରହନ୍ତା ନାହିଁ, ବିରକ୍ତି ଆସି ନଥାନ୍ତା। ଚ୍ୟବନ ଋଷି ଯେମିତି ଧ୍ୟାନମଗ୍ନରେ ତପସ୍ୟାରତ ଥିଲେ, ସେହିପରି ପିଙ୍ଗଳା ନିଜକୁ ମନେ କରୁଛି। ଚ୍ୟବନ ଋଷି ଚ୍ୟବନପ୍ରାଶ ଔଷଧର ନିର୍ମାତା। ଗୃହରେ ଶୂନ୍ୟତା ଭର୍ତ୍ତି। ନୀରବତା ପିଙ୍ଗଳାକୁ ଅସ୍ଥିର, ଅଧୈର୍ଯ୍ୟ କରାଉଅଛି। ଶରୀର ସଙ୍ଗମତା ଯୁକ୍ତ ମାଂସର ବିଳାସ ଆମୋଦ ଆନନ୍ଦମୟତା ନିଶ୍ୱାସ ପ୍ରଶ୍ୱାସ ପିଙ୍ଗଳାକୁ ପଚାରୁଛି, ତୋର ପ୍ରିୟ କାହାନ୍ତି? କାହିଁକି ଆସୁନାହାନ୍ତି? ଶିରା ପ୍ରଶିରାରେ ଗରମ ରକ୍ତ ଉତ୍ତେଜନାର ଶୋଣିତ। ପ୍ରତି ମୁହୂର୍ତ୍ତରେ ଶୀତ। ଅନ୍ଧାର ରାତିରେ ଗରମ ଉତ୍ତପ୍ତ ମନେ ହେଉଛି। ଅର୍ଥାତ୍ ପିଙ୍ଗଳା ଟେମ୍ପଟେଡ୍ ବା ଉତ୍ତେଜିତ ହୋଇଯାଉଛି। ପିଙ୍ଗଳାର ଜୀବନ ଆକାଶର ରାତିରେ ଅନେକ ଗଣିକା ବା ବେଶ୍ୟା ପୁରୁଷର ତାରା ତାକୁ ଅସଂଖ୍ୟ ରାତିରେ ଉପଭୋଗ କରି ତାର ଜୀବନକୁ ଅଜ୍ଞାନ ଅମାରେ ଭରି ଦେଇଅଛନ୍ତି। ଜୀବନରେ ସେ ଅଜସ୍ର ପାପ କମେଇଅଛି। ତାକୁ ସେହିସବୁ ରାତିରେ ଏକାକିନୀ କରାଇ ଦେଇଛି। ଅସଂଖ୍ୟ ପୁରୁଷକୁ ବିଟପି କାମୁକ ନାଗରକୁ ଦେହଦାନ କରି କରି ବି ତାର ଦେହରେ ଆହୁରି କାମନାର ଅଗ୍ନି ବୁଝି ପାରିନି, ଲିଭି ପାରୁନି। ତଥାପି ମନରେ ତାର ଦୁଃଖ ଅନୁଶୋଚନାର ଗ୍ଳାନି ରହିଯାଉଛି। ବେଶ୍ୟାବୃତ୍ତିକୁ ସେ ଆହୁରି କରିବ ବୋଲି ଭାବି ବ୍ୟଗ୍ର ହେଉଛି। ତାର ଜୀବନ ଆକାଶ, ପ୍ରାକୃତିକ ରାତି ଆକାଶ ଭଳି ଅଜସ୍ର ପାପ ଅର୍ଜନର ଶୂନ୍ୟତାରେ ଭର୍ତ୍ତି। ତାହା କେବେ ବି ପୁଣ୍ୟ କମାଇବାରେ ପରିପୂର୍ଣ୍ଣ ନୁହେଁ। ପିଙ୍ଗଳାର ଜୀବନ ଆକାଶର ଅନ୍ଧାର କଳା ଭଳି କାଳିମା, କଳଙ୍କରେ ଭରପୁର। କେଉଁ କେଉଁ ପ୍ରିୟ ପୁରୁଷ ତାର ପାଖକୁ ଉପଭୋଗ ନିମନ୍ତେ ଆସିଥିଲେ, ସେମାନଙ୍କ ଭିତରୁ କିଛିଙ୍କୁ ସେ ମନେ ପକାଇ ପାରୁଛି।
ପାରୁଛି ସେମାନେ ଆକୃତି ଲୋଭି ତାର ମନର ଅଗଣାରେ ଆଇନାରେ ମୂର୍ତ୍ତିମନ୍ତ ରୂପ ଗ୍ରହଣ କରୁଛନ୍ତି। ଏଇମାନେ ସବୁ ଆସିଥିଲେ ବୋଲି ଭାବି ପାରୁଛି, ମନେ ପକାଇ ପାରୁଛି। ପିଙ୍ଗଳା ତାର କର୍ମ ପାଇଁ ଦୁଃଖିତ, କ୍ଳାନ୍ତ, କ୍ରନ୍ଦନରତ। ବେଶ୍ୟାବୃତ୍ତି ଅର୍ଜିତ ଧନ ଯେତେ ହେଲେ ପାପ ଧନ, ତାହା ପ୍ରାୟଶ୍ଚିତ୍ତରେ ଅବଶ୍ୟ ଯିବ। ପିଙ୍ଗଳାଠାରେ ତାହା ହିଁ ହୋଇଛି। ବାହ୍ୟ ପରିବେଶ, ସୌରଜଗତର ବାତାବରଣର ସ୍ଥିତି ଧୀରେ ଧୀରେ ପିଙ୍ଗଳା ମନରେ ଭଗବତ ଚିନ୍ତା, ଆଧ୍ୟାତ୍ମିକ ଐଶୀ ଭାବନା ଜଗାଉଅଛି। ଶାବଳରେ ସତେକି ଖୋଳୁଛି ତାର ଅନ୍ତର ବା ଭିତର ମନକୁ। ମନ କ୍ରମଶଃ ଆତ୍ମାରେ ପରିବର୍ତ୍ତିତ ହେଉଛି। ସନ୍ଥ ବା ସାଧୁ ଭାବନାରେ ମନ ହେଉଛି ଉଦ୍ବେଳିତ, ବ୍ୟତିବ୍ୟସ୍ତ। କବିଙ୍କ ଭାଷାରେ ନୀଳ ନିଶୀଥର ତାରା, କାମନା ଓ ପ୍ରତୀକ୍ଷା ଓ ବିଦେହ ଶୂନ୍ୟତା ପିଙ୍ଗଳା ଦେହର ସୀମା ଅତିକ୍ରମି ହୃଦୟ ଓ ମନକୁ ଆବେଶି ଗଣ୍ଡକିରି ଉଦ୍ଦୀପିତ ରାଗିଣୀକୁ ଘୋଷେ ଘୋଷେ କାଳିମାରେ କରୁଛି କରୁଣ। ନୀଳ ନିଶୀଥର ତାରା, କାମନା ଓ ପ୍ରତୀକ୍ଷା ଅଖିଳ ବା ସମଗ୍ର ବହିରଙ୍ଗ ପିଙ୍ଗଳାର ଅନ୍ତରଙ୍ଗେ ସଂକ୍ରମୁଛି। ତା ଆତ୍ମାକୁ ଏ ସାବଲ୍ୟ କରୁଛି ପୀଡ଼ିତ। ଜୀବନ ନଦୀର ଗଣ୍ଡକିରି ପ୍ରବାହ ପାପର କାମନାରେ କଳାରଙ୍ଗ ଧରିଛି ସତେକି। ପରଲୋକର ନର୍କୀୟ ଶାସ୍ତିରେ ଡରି ଯାଉଛି ପିଙ୍ଗଳା। ଯେହେତୁ କର୍ମଫଳ ପ୍ରାଣୀ ଅବଶ୍ୟ ଭୁଞ୍ଜଇ କେକରି ପାରିବ ଆନ। ଶତ ପ୍ରତିଷେଧ ଲଙ୍ଘି ପଶିଥାଏ କର୍ମଫଳ ବଳିଆନ। ପ୍ରଣୟବଲ୍ଲରୀରେ ଗଙ୍ଗାଧର କହିଛନ୍ତି, ସେ ଫଳ ଇହଲୋକରେ ହେଉ ବା ଏ ଜନ୍ମରେ ହେଉ ବା ପରଲୋକର ପରବର୍ତ୍ତୀ ଜନ୍ମରେ ତାର ଆବିର୍ଭାବରେ ନିଶ୍ଚୟ ମଣିଷକୁ ଭୋଗ କରିବାକୁ ପଡ଼ିବ। କାରଣ ଜୀବନ ଦୁଇଥର ବଞ୍ଚିବ, ମା ପେଟରେ ଏବଂ ମୃତ୍ୟୁ ପରେ ଅନନ୍ତ ରୀତିରେ। ତେଣୁ ଶାସ୍ତି ନିଶ୍ଚିତ ଭୋଗିବ। କୋରାନ କହିଛି, ହେ ମନୁଷ୍ୟ, ତୋର ପ୍ରଭୁର ଯନ୍ତ୍ରଣା ନିର୍ଭୟୀ ହେବାର ଜିନିଷ ନୁହେଁ। ଆଲ୍ଲାହ ସେଇମାନଙ୍କ ସାଥିରେ ଅଛି ଯିଏ ତାକୁ ଡରୁଛନ୍ତି ଏବଂ ଭଲ କାମ କରୁଛନ୍ତି। ଅବିଶ୍ୱାସୀ ନିଜ ଆଖିରେ ମୋ ପ୍ରଦତ୍ତ ଯନ୍ତ୍ରଣା ନ ଦେଖିବା ପର୍ଯ୍ୟନ୍ତ ମୋତେ ବିଶ୍ୱାସ କରିବ ନାହିଁ। କିନ୍ତୁ ସେବେକାର ଦେଖିବା ତାଙ୍କୁ କାମ ଦେବ ନାହିଁ, କାରଣ ଅଦୃଶ୍ୟ ଦୃଶ୍ୟ ହୋଇଗଲା। ଈଶ୍ୱରଙ୍କୁ ନ ଦେଖିକି, ତାଙ୍କର କାର୍ଯ୍ୟକଳାପକୁ ନ ଦେଖିକି ମନରେ ବିଶ୍ୱାସ କରିବାର ନାମ ଇମାନ, ଯାହାକି ଇସଲାମର ଅନ୍ୟ ପରିଭାଷା। ପିଙ୍ଗଳା ବାହ୍ୟ ସାଂସାରିକ ଜୀବନକୁ ଛାଡ଼ିକି ଅନ୍ତର ଭିତର ଆତ୍ମିକ ଜୀବନକୁ ଦେଖୁଅଛି। ସେ କେଉଁ ବଂଶର ପଥରେ ଜୀବନ ଗତିରେ ଯିବ? ଏଇ କୁପଥରେ ଜାରି ରଖିବ, ନା ୟାକୁ ଛାଡ଼ି ସୁର ନର୍କ ଯନ୍ତ୍ରଣାରୁ ମୋକ୍ଷ ମୁକ୍ତିର ପଥରେ ଯିବ? ସେ କାଳର ସାଗର ସ୍ରୋତରେ ବୋହି ଯାଉଛି। ସେ ଧୀରେ ଧୀରେ ମୃତ୍ୟୁ ସିନ୍ଧୁରେ ପ୍ରବାହିତ ହେଉଅଛି। କାଳ ସମୁଦ୍ର ପିଙ୍ଗଳାକୁ ନିଜର ଜଣେ କେହି ପ୍ରିୟଜନ ବୋଲି ମନେ କରୁନାହିଁ। ଯେହେତୁ ସେ ଈଶ୍ୱର ଆଦେଶକୁ ଅବମାନନା କରିଛି, ମାନି ନାହିଁ। ମାନିଥିଲେ ପୁଣ୍ୟବତୀ ହୋଇଥାନ୍ତା, ପାପିନୀ ହୋଇ ନଥାନ୍ତା। କାଳ ସମୁଦ୍ରର ଶେଷହୀନ ଗର୍ଜନରେ ସେ ଏକ ଅନ୍ୟତମ ବିନ୍ଦୁ। ଦିନେ ସେଇ କାଳ ସମୁଦ୍ର ପିଙ୍ଗଳା ଉପରେ ରାଗିକି ତାକୁ ପରିସ୍ଥିତି ଚକ୍ରରେ ଅନ୍ଧାର ପଥରେ ଗତି କରାଇ ବିପଥଗାମିନୀ କରାଇଥିଲା। ଆଜି ସେଇ କାଳ ସମୁଦ୍ର ଦୟାକରି ଚେତନାର ଆଖି ଖୋଲି ଦେଇ ତାକୁ ସତ୍ପଥ ଗମନକାରିଣୀ କରାଇବ ବୋଲି ସେ ଭାବୁଛି। ସମୟର ଏହା ଚକାଭଉଁରୀ ଖେଳ। ସେ ଲାଗି ଜୀବନର ମୂଲ୍ୟକୁ ଚିହ୍ନିଥିଲା ସିନା, ତାର ମୂଲ୍ୟବୋଧକୁ ଚିହ୍ନି ପାରି ନଥିଲା। ସେ ନିର୍ବୋଧ ବୋଲି ନିଜକୁ କହିଛି। ସୌନ୍ଦର୍ଯ୍ୟ ଐଶ୍ୱର୍ଯ୍ୟ ମଦରେ ମାତାଲ ଥିଲା। ସଂସାର ଲାଳସାର ସେ ନିଶା ଆଜି ଛାଡ଼ି ଯାଇଛି। ମନରେ ବୈରାଗ୍ୟ ଘୃଣା ଆସିଛି। ଭଲ ହେବାର ଆଲୋକ ଦିଶିଛି। ଇଚ୍ଛା ଜାଗିଛି। ବିଭୁ ଦର୍ଶନ ପାଇଛି। ତେଣୁ ଭଲ ମଣିଷ ହେବାକୁ ଚାହୁଁଛି। ଭଗବାନ ମଣିଷର ଶରୀର ମା ପେଟରେ ତିଆରି କରି ସେଥିରେ ପୂର୍ବ ନିର୍ମିତ ଆତ୍ମା ଭରି ମଣିଷକୁ ଜୀବନ୍ତ କରି ମର ସଂସାରରେ ଛାଡ଼ି ଏହି ଉଦ୍ଦେଶ୍ୟ ରଖିଥିଲେ କି ମଣିଷ ମୋର ହେଉ, ନିଜର ନ ହେଉ, ଭଲ ହେଉ ମନ୍ଦ ନ ହେଉ, କିନ୍ତୁ ମଣିଷ ନିଜର ପ୍ରାଣନାଥକୁ ପାଖରେ ପାଇ ବି ଅଜଣା ଅଚିହ୍ନା ହୋଇ ପଡ଼ିଲା। କାମନାଗ୍ରସ୍ତତାରେ ପଡ଼ି ଭଲ ହେବାକୁ ଯାଇ ଭେଲ ହେଲା। ମଣିଷ ନିଜକୁ ଚିହ୍ନିବାର ମହେନ୍ଦ୍ର ବେଳା ଅଛି। ସେହି ମହେନ୍ଦ୍ର ବେଳା ବା ଅସ୍ପିସିୟସ୍ ଭିଜନରେ ପିଙ୍ଗଳା ବେଶ୍ୟା ନିଜକୁ ଧୀରେ ଧୀରେ ଚିହ୍ନୁଛି। ଜୀବନର ବାସ୍ତବ ପ୍ରକୃତ ଉଦ୍ଦେଶ୍ୟ ଅଭିଲକ୍ଷ୍ୟ କ'ଣ, ତାର ପରିଚୟ ପରିସ୍ଥିତିରୁ ଉପଲବ୍ଧି ଅନୁଭବ ଅନୁତାପକୁ ପାଉଛି। ଆଜି ତାର ମନ ଉଦ୍ଯୋଗ ଆଧ୍ୟାତ୍ମିକବାଦୀ ହୋଇଛି। ପରମର ବୋଲ ମାନିଛି। ସତ୍ୟରୁ ସେ ଅଲଗା ହୋଇଯାଇଥିଲା। ଯୋଗ ଧ୍ୟାନରେ ବସି ଚିନ୍ତାଗ୍ରସ୍ତତାରେ ଥାଇ ସେ ବକ୍ରକୁଣ୍ଡଳିନୀ ଆତ୍ମାର ବିଚିତ୍ର ଅନନୁଭୂତ ଅନୁଭବରେ ହତଚକିତ ମୋହଗ୍ରସ୍ତ ହୋଇ ଜୀବନର ଛଳନା ପ୍ରତାରଣାର ଅଜ୍ଞାନ ଅନ୍ଧକାରର କାତି ବା ନିର୍ମମକୁ ଫିଙ୍ଗି ଓହ୍ଲାଇ ଦେଉଛି। ସେ ଝରକାରୁ ଆପଣାଜାତ ସ୍ୱୟମ୍ଭୁ ଭଗବାନଙ୍କର ସୁଦୂରିତ ଅବିରତ ଆଶିଷ ରୂପକ ବୀଣା ଝଙ୍କାର ଶୁଣିପାରୁଛି। ଈଶ୍ୱର ଉପଲବ୍ଧିରେ ଆସକ୍ତ ହେଉଛି।
ତାର ମନ ଜାଗି ଉଠୁଛି ଐଶୀ ଭାବନାରେ। ସିଦ୍ଧାର୍ଥଙ୍କୁ କଳାବତୀ ରମଣୀମାନେ ଯେମିତି ଭୁଲେଇ ରଖି ସଂସାର ପ୍ରତି ତାଙ୍କୁ ଆସକ୍ତ ଅନୁରକ୍ତିର ଉଦ୍ୟମ କରୁଥିଲେ, ପିଙ୍ଗଳାକୁ ସେମିତି ସଂସାରର ନଶ୍ୱର ବିଳାସ ଭୋଗ୍ୟ ପ୍ରାସାଦ ବାନ୍ଧି ରଖିଥିଲା କିଛି କାଳ। ଆଜି ସେ ଏଥିରୁ ବି ମୁକ୍ତ ହେବ, ନିଜକୁ କରିବ। ସେ ଦସ୍ୟୁ ରତ୍ନାକରରୁ ବାଲ୍ମୀକି ହେବ। ସେ ପାପ ପୂର୍ଣ୍ଣ ଜୀବନ ପୋଖରୀରୁ ଉଦ୍ଧାରିତ ହେଉଛି, ପରମ ପ୍ରେମର ସଙ୍ଗୀତରେ ଖୁସି ପାଉଛି, ଅର୍ଥାତ୍ ଈଶ୍ୱରଙ୍କ ବିଷୟରେ ଭାବୁଛି। ପିଙ୍ଗଳା ଆତ୍ମପରିଚୟ ପାଉଛି, ପରମର ପ୍ରେମକୁ ଚିହ୍ନି ପାରିଛି ନିଜ ବୁଦ୍ଧିରେ, ବିବେକର ଶକ୍ତିରେ। କବିତାର ଭାଷାରେ ପିଙ୍ଗଳା ପାରୁଛି ଚିହ୍ନି ଆପଣାକୁ, ପରମକୁ, ପ୍ରେମକୁ କ୍ରମଶଃ। ଚକିତେ ଉତ୍ତର ଉତ୍ତର ଭାସ୍କର ଓ ପ୍ରଜ୍ୱଳନ୍ତ ତା ଆତ୍ମାର ପ୍ରତ୍ୟାତ୍ମା ଭିତରେ ଚିହ୍ନୁଛି ସେ ପରମର ବିନର୍ତ୍ତିତ ରମ୍ୟ ସତ୍ତା। ତେଣୁ ଅବା ପୁଲକିତ ସାତ୍ତ୍ୱିକ ବିକାରେ ସେହି ଅନ୍ତ ସଙ୍ଗୀତର ପ୍ରତିସ୍ୱରେ ଉଚ୍ଛ୍ୱସିତେ ଗାଉଛି କ୍ରନ୍ଦନ। ଈଶ୍ୱରୀୟ ଭାବନାରେ ପାଗଳୀ ଦିୱାନୀ ହୋଇଯାଇଛି, ଈଶ୍ୱର ପ୍ରେମରେ ମଗ୍ନ ହୋଇଛି, ଭଲ ହେବାର ବାଟର ସୂର୍ଯ୍ୟାଲୋକ ପାଇଛି। ପିଙ୍ଗଳା ହୋଇଛି ଏକାନ୍ତ ଅନୁତାପଗ୍ରସ୍ତ। ଜୀବନ ନଦୀର ଗଣ୍ଡକିରୀ ତୀରରେ ବସି ନିଜର ପାପର କାଳିମାକୁ ଲୁହର ଅଶ୍ରୁ ବନ୍ୟାରେ ଧୋଉଛି। ପୂର୍ବରୁ କରିଥିବା କୃତକର୍ମର ନିନ୍ଦା କରି ଚାଲିଛି, ନିଜକୁ ଧିକ୍କାରୁଅଛି। ଲୁହରେ ତାର ଜୀବନ ନଦୀ ଗଙ୍ଗା ଭଳି ପବିତ୍ର ପାବନୀ ହୋଇଯିବାର ଇଚ୍ଛା କରିଛି। ନିଜର ପ୍ରିୟ ପୁରୁଷ ଯେଉଁମାନେ ତାର ଜୀବନ ଆକାଶରେ ତାରକା ହୋଇ ପରିଦୃଷ୍ଟ ହୋଇଥିଲେ, ଜହ୍ନ ରାତିରେ କାମନା ଜ୍ୱାଳାର ଚାରୁଚନ୍ଦ୍ର ଭଳିଆ ଉଚ୍ଚ ହେବ, ବିଖ୍ୟାତ ହେବ ଏହି ବୃତ୍ତି ଜରିଆରେ ବୋଲି ଦିନେ ଯାହାକୁ ଭାବିଥିଲା, ସେ ସବୁ କିଛିକୁ ସେହି ଗଣ୍ଡକିରୀ ନଦୀରେ ଭୁଲିବା ରୀତିରେ ବୁହାଇ ଦେବ, ଆଉ କେବେ ବି ମନେ ପକାଇବ ନାହିଁ। ଆତ୍ମାର ଅପମାନ ଆଉ କରିବ ନାହିଁ। ରାତିର ନିରୋଳାପଣକୁ କାନ୍ଦିବାର ଉଚ୍ଚସ୍ୱରରେ ଭାଙ୍ଗୁଛି। ହରିଣୀ ଭଳିଆ ନାଭି କସ୍ତୁରୀକୁ ହଜାଇ ଅଶାନ୍ତ ଗ୍ରହବତ୍ ଦେହ କାମନା ଜ୍ୱାଳାରେ ଇତସ୍ତତଃ ଭ୍ରମଣ କରିବା ସମାପ୍ତ ହେବ, ସ୍ଥିତୋକ୍ତି ହେବ। ପିଙ୍ଗଳାର ଚେତନା ଉଦୟ ଘଟିଛି। ପୂର୍ବେ ସେ ନିଜକୁ ଚିହ୍ନିଥିଲା, ଏବେ ଭଗବାନଙ୍କୁ ଚିହ୍ନିଛି। ସେ ଲାଗି କହିଛି, ତରଙ୍ଗର ଫେନ ଚୂଳେ ମୁଗ୍ଧ ହେଇ ପାଶୋରିଲି ମୋ ନିଜର ଅନନ୍ତ ସମୁଦ୍ର। ଜୀବନର ଶାନ୍ତିକୁ ସେ ଭଗବତ୍ ପ୍ରୀତିରେ ଖୋଜି ପାଇଛି। କୋରାନ କହେ, ଶୁଣିଥା, ଆଲ୍ଲାହର ସ୍ମରଣରେ ଆତ୍ମାର ଶାନ୍ତି ଅଛି। ସେହି ଶାନ୍ତି ପିଙ୍ଗଳା ପାଇଛି। ଜୀବନ, ଯୌବନ, ସୌନ୍ଦର୍ଯ୍ୟ, ଆକର୍ଷଣ, ପ୍ରୀତି, ମୁଗ୍ଧତା ଏହି ଛଅଟି ଐଶ୍ୱର୍ଯ୍ୟ ବା ମନ ସମ୍ପଦ ଭଗବାନ ତାକୁ ଦେଇଥିଲେ। ଜୀବନ ଥିବାରୁ ଯୌବନ ଆସିଲା, ଯୌବନରୁ ସୁନ୍ଦରତା ପ୍ରକାଶିତ ହୋଇ ପୁରୁଷକୁ ଆକୃଷ୍ଟ କଲା, ପ୍ରୀତି ଜାଗିଲା, ସେହି ପ୍ରୀତିର ଦ୍ରଷ୍ଟା ମୁଗ୍ଧ ହେଲା। ଏସବୁ ସେହି ପରମ କାରୁଣିକ ଭଗବାନଙ୍କ ପାଇଁ ସମ୍ଭବ ହୋଇଥିଲା, କିନ୍ତୁ ଅସତ୍ ମାର୍ଗରେ, ଅଜ୍ଞତା ରୂପକ ଅନ୍ଧାର ତିମିର ଖେଳରେ। ତୁମେ ମୋର ସବୁକିଛି ହେ ପରମ ଆଦିମୂଳ, ମୋ ପାଇଁ ଆଉ କିଛି ନାହିଁ। ମୁଁ ନିଜେ, ମୋ ଥିଲା ସମୟ, ମୋ ସ୍ଥାନ ଓ ତାର ରହଣି ସବୁକିଛି ଶୂନ୍ୟ, ଅର୍ଥାତ୍ ଏଠି ମୁଁ ଆଉ ରହିବି ନାହିଁ। ଶାଶ୍ୱତ ବିଭୁ ପ୍ରେମରେ ଆତ୍ମାକୁ ଆନନ୍ଦମୟ କରି ମୁଁ ପଳାତକ ସାଜିବି, ନିଖୋଜ ହେବି। ମୋତେ ମିଥିଳା ବା ବିଦେହରେ କେହି ଯେମିତି ଦେଖିବେ ନାହିଁ। ପିଙ୍ଗଳା ବିଭୁ ପ୍ରେମରେ ପାଗଳିନୀ ହୋଇ ଦୁଇ ହାତ ଟେକି ଆକାଶକୁ ଚାହିଁଛି, ନୀରବ ଅଛି। କାନ୍ଦ ଧିକ୍କାର ସବୁ ବନ୍ଦ କରି ଅଚେତ ହୋଇଛି। ଏ ରାତିଟି ସ୍ୱର୍ଗୀୟ ଆନନ୍ଦର ମାୟାବିନୀ। ମନ ଅରଣ୍ୟରେ, ରହସ୍ୟମୟ ଅଗମ୍ୟ ଇଲାକାରେ ଇନ୍ଦ୍ରିୟ ଉଚିତ ଶିହରିତ ନାଚି ଉଠୁଛି। ପିଙ୍ଗଳା ଅନୁଭବ କରୁଛି, ସତେକି ଈଶ୍ୱର ତାର ହୃଦୟରେ ପଶିଛନ୍ତି। ସେ ଭଗବାନଙ୍କର ସଙ୍ଗ ଲାଭ କରିଛି। କବିଙ୍କ ଭାଷାରେ ପିଙ୍ଗଳା ଦେଖୁଛି ଆତ୍ମ ଅଭିଜ୍ଞାରେ ତା ପିଣ୍ଡରେ, ଦେହରେ ଜାଗରିତ କୁଣ୍ଡଳିନୀ ପରି ପିଙ୍ଗଳା ନାଡ଼ୀରେ ସ୍ୱୟଂ ଉଚ୍ଛ୍ୱସିତ ସମ୍ପ୍ରଚ୍ଛନ୍ନ ସୂର୍ଯ୍ୟର ବିଭାସ କିରଣ। ସେ ବିଭାସେ ଭେଟୁଛି ତା ସମୁଦ୍ରକୁ, ପରମକୁ, ନାଗରକୁ, ତାରି ସୂର୍ଯ୍ୟକୁ। ଆଶ୍ଳେଷ ମୁଦ୍ରାରେ ତୋଳି ତଦବସ୍ଥ ଦୁଇ ହାତ ମୋହ୍ୟମାନ ମୂର୍ଚ୍ଛିତ ଆଲୋକେ ଭଗବତ୍ ପ୍ରେମରେ ପିଙ୍ଗଳା ଏକାନ୍ତ ମୂର୍ଚ୍ଛିତା, ବେହୋସ ହୋଇଯାଇଛି। କବିତାର ସହଜ ବାର୍ତ୍ତା ହେଲା ବେଶ୍ୟାବୃତ୍ତି ଓ ସେଥିରୁ ଅନୁତାପ ପ୍ରକ୍ରିୟା ତଥା ସେଥିର ଉଦ୍ୟମ। ଏହି ଗୋଟିଏ ଜୀବନ ଦର୍ଶନକୁ କବି ବୌଦ୍ଧିକ ଢଙ୍ଗରେ ଯୋଗ ସାଧନାର ବିବୃତି ଦେଇ ଫେଣେଇ ଫେଣେଇ ପୁନଃ ଉକ୍ତି ଦୋଷରେ କବିତାକୁ ଦୀର୍ଘ ତଥା ବୁଝିବାରେ ଅଯଥା କ୍ଳିଷ୍ଟ କରି ଦେଇଛନ୍ତି। ଚେତନାର ଆଲୋକ ଓ ବିଭୁ ଆଶିଷ ହେଉଛି ସୂର୍ଯ୍ୟର ପ୍ରତୀତି ବା ଅବଧାରଣା। ବ୍ୟକ୍ତି କୈନ୍ଦ୍ରିକ ବସ୍ତୁ ପ୍ରତୀକ ଜରିଆରେ ଏହା ହିଁ କବିତାର ସାମାଜିକ ଶିକ୍ଷଣୀୟ ବାର୍ତ୍ତା। ପିଙ୍ଗଳାର ସୂର୍ଯ୍ୟ କବିତା ରଚନା ପୂର୍ବରୁ କବି ପିଙ୍ଗଳାର ରାତି କବିତା ଲେଖି ସେଥିରେ ପିଙ୍ଗଳାର
ବେଶ୍ୟାବୃତ୍ତିର ଚିତ୍ର କଥା ଦେଖାଇଛନ୍ତି। ସଂସ୍କୃତ କବିତାରେ ତାର ଅନୁତପ୍ତ ଓହରି ଆସିବାର ରୂପକୁ ଐଶୀ ତର୍କଣାରେ ଦର୍ଶାଇ କବିତାକୁ କରିଛନ୍ତି ପୁସ୍ତକ ନାମାୟିତ। ଛାନ୍ଦସିକ କବି ରାଧାମୋହନ ଗଡ଼ନାୟକ ପିଙ୍ଗଳାର ଅଭିସାର କବିତା ଓ ଗାଳ୍ପିକ ମହାପାତ୍ର ନୀଳମଣି ସାହୁ ପିଙ୍ଗଳା ସେ ଅନ୍ୟ ଜଣେ ଗଳ୍ପ ଲେଖିଛନ୍ତି। ଗଳ୍ପରେ ପିଙ୍ଗଳାର ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉର ଦର୍ଶନ ପତିତ, ଯାହାକି ଅନ୍ୟର ପାପକୁ ସ୍ୱୟଂ ବରଣ, ଅନ୍ୟ ପାଇଁ ତ୍ୟାଗ ବରଣ ବା ପରାର୍ଥ ପରତାର ମାନବୀୟ ବନ୍ଦିନୀ ବିନୋଦିନୀ ବେଶ୍ୟା ଚରିତ୍ର ଜରିଆରେ ଗାଳ୍ପିକ ମୂର୍ତ୍ତିମନ୍ତ କରାଇଛନ୍ତି। ଚନ୍ଦ୍ରମାର ଚୂଡ଼ି ରମାକାନ୍ତ ରଥଙ୍କର ଆଉ ଏକ ବେଶ୍ୟା ଜୀବନ ଚିତ୍ରିତ କବିତା, ଯେଉଁଥିରେ ଜୀବନରେ ଦୁର୍ବାର ପେଟଦାଉ ପାଇଁ ସେବତୀ ଫୁଲର ନରମ ଦେହୀ ଚନ୍ଦ୍ରା ବାଧ୍ୟ ବେଶ୍ୟା ହୋଇଛି ଦାରିଦ୍ର୍ୟକୁ ଜୀବନରୁ ହଟାଇବା ସକାଶେ। ଏଥିରେ ବିଭୁ ଡର ନଥାଇ ଜୀବନ ଭାରର ସଚେତ ବହନ ଅଛି, ହେଲେ ଆତ୍ମିକ ଉଦ୍ଧାର ନାହିଁ। ପେଟ କ୍ଷୁଧାର ଉଦ୍ଧାର ଚିନ୍ତା ସତତ ଜଡ଼ିତ ଅଛି। ପିଙ୍ଗଳା ଜୀବନ ପ୍ରତି ବୀତସ୍ପୃହ ହୋଇ ସନ୍ନ୍ୟାସିନୀ ହେବାର ମନସ୍ଥ କରିଥିବା ମୋଡ଼ରେ ପାପ ପ୍ରତି ଭୟ ଥିଲା। ମଲା ପରେ ଜୀବନ ବଞ୍ଚି ସେ ଯେଉଁ ସ୍ୱୟମ୍ଭୁ ବିଧାତାଙ୍କର ନିର୍ମିତ ନର୍କ ଯନ୍ତ୍ରଣା ପାଇବେ, ସେଥିରୁ କେମିତି ଦୂରେଇ ରହି ଆତ୍ମାକୁ ପ୍ରକୃତ ମୋକ୍ଷ ମୁକ୍ତି ଦେବେ, ତାହାର ପ୍ରଯତ୍ନ କରିବାର ଉଦ୍ଦେଶ୍ୟ ନିଜ ମନରେ ରଖିଥିଲେ। ଭାଗବତରେ ଅଛି, ଆପେ ଅର୍ଜିଲା କର୍ମମାନ ଆଗୁ ହୋଇବ ସାବଧାନ। କୋରାନରେ ଅଛି, ହେ ମଣିଷ, ତୋର କର୍ମ ତୋତେ ସଜାଡ଼ି ଦେବା ଭଳି ବିଗାଡ଼ି ବି ଦେବ। ଭାଗବତରେ ପୁଣି ଅଛି, କର୍ମଟି ସୁଖଦାତା ଦୁଃଖଦାତା। ଦିନେ କର୍ମଟି ପିଙ୍ଗଳାକୁ ସୁଖ ଦେଇଥିଲା ବୋଲି ସେ ଅଜସ୍ର ଐଶ୍ୱର୍ଯ୍ୟର ମାଲିକ ହୋଇଥିଲେ, ଆଉ ଦିନେ ସେହି କର୍ମଟି ତାଙ୍କୁ ଦୁଃଖ ଦେବ ବୋଲି ବଣିକ ପୁତ୍ର ସୁତ ପିଙ୍ଗଳା ପାଖକୁ ଆସି ନଥିଲେ। ଭଗବାନ ତାର ମନରେ ପିଙ୍ଗଳା ପାଖକୁ ନ ଯିବାର ମନୋଭାବ ପଶାଇ ଦେଲେ। ଫଳରେ ସେ ଗଲା ନାହିଁ। ବେଶ୍ୟାବୃତ୍ତି କରିବା ଏକ ଶୈତାନୀ କାର୍ଯ୍ୟକଳାପ, ଆଉ ଶୈତାନ ମଣିଷକୁ ଅସହାୟ କରି ଛାଡ଼ି ପଳାଏ ବୋଲି କୋରାନ କହିଛି। ତେଣୁ ପିଙ୍ଗଳା ଶୈତାନୀ କାର୍ଯ୍ୟକଳାପ କରି ତାରି ଦ୍ୱାରା ଅସହାୟ ହୋଇପଡ଼ି ଜୀବନ ପ୍ରତି ବିତୃଷ୍ଣା ବୀତସ୍ପୃହ ଥିବାରୁ ସଂସାର ଅନୁରାଗ ବଦଳେ ସଂସାର ବିରାଗରୁ ବୈରାଗୀ ହେବାର ସିଦ୍ଧାନ୍ତ ନେଇଛନ୍ତି। ନଚେତ୍ ମଲା ପରେ ପୁନର୍ଜୀବନ ପାଇ ଅନନ୍ତ କାଳର ନର୍କ ଯନ୍ତ୍ରଣା ଭୋଗର ଆତଙ୍କରେ ଶିହରିତ ହୋଇପଡ଼ି ନଥାନ୍ତେ। କୋରାନ କହିଛି, ଇନ୍ନା ନାହିଁ ନୋ ନୁହିୟଲ ମଉତା, ଅର୍ଥାତ୍ ନିଃସନ୍ଦେହତ ଆମେ ମୃତକଙ୍କୁ ଜୀବିତ କରିବୁ। ଆମ୍ଭେ ଗ୍ରୀଷ୍ମର ଟାଙ୍ଗରା ଭୂମିରେ ବର୍ଷା ଜଳ ପଡ଼ି ଦୁବଘାସ କଅଁଳିଲା ଭଳି ମୃତକଙ୍କୁ ସେମାନଙ୍କ ସମାଧିସ୍ଥ ସ୍ଥାନରୁ ସଂସ୍କାରିତ ସ୍ଥାନରୁ ସେହିଭଳି ଜୀବନ୍ତ ମନ ଓ ଶରୀରରେ ବାହାର କରିବୁ। ଆମେ ଲେଖି ରଖିଛୁ ସେମାନଙ୍କର କର୍ମ ପୁସ୍ତିକା, ଆଉ ଯାହା ସେମାନେ ପଛରେ ଛାଡ଼ି ଆସିଲେ, ଧନ ସମ୍ପତ୍ତି ସନ୍ତାନ ସନ୍ତତି ଆସବାବପତ୍ର, ଅଲ୍ଲାହଙ୍କଠାରୁ ସାମାନ୍ୟତମ ଆକାଶ ପୃଥିବୀର କିଛି ବି ହଜିଯାଇ ନଥାଏ, ଗାୟବ ହୋଇଯାଏ ନାହିଁ। ଜଣେ ପ୍ରଭୁ ସବୁରି ଉପରେ ବିଜୟୀ। ଏହି ଧର୍ମବିରୁତା ଭାବ ହିଁ ପିଙ୍ଗଳାକୁ ଶେଷରେ ଭଲ ମଣିଷ ହେବାରେ କଲା ଆତ୍ମିକ ରୂପାନ୍ତର, ଯାହାର ଲକ୍ଷଣ ଶରୀରରେ ପଡ଼ିଲା। କାରଣ ଆତ୍ମା ଶରୀରର ଆୟତ୍ତକାରୀ, ସେ ଶରୀରକୁ ଚଳାଏ। ତେଣୁ ପିଙ୍ଗଳା ହେଲେ ପରିଚାଳିତ। ଆତ୍ମା ଶରୀରର କଣ୍ଟ୍ରୋଲ ରୁମ୍ର ଦ୍ୱାହିରେ, ପିଙ୍ଗଳା ହେଲେ ଭଲ ମଣିଷରେ ରୂପାନ୍ତରିତ। ତେଣୁ ମନ ପରିବର୍ତ୍ତନଶୀଳତାର ଏ କବିତା, ଅନୁତପ୍ତ ଚିତ୍ତର ଏ ବାର୍ତ୍ତା। ହିନ୍ଦୀରେ କଥାଟିଏ ଅଛି, ଅଗର ନିୟତ ବଦଲ ଗଇ ତ ହକିକତ ବଦଲ ଗଇ। ଅର୍ଥ ହେଲା, ଯଦି ଉଦ୍ଦେଶ୍ୟ ବଦଳିଯାଏ ତେବେ ବାସ୍ତବତା ମଧ୍ୟ ବଦଳିଯିବ। ପିଙ୍ଗଳା ବେଶ୍ୟାର ଉଦ୍ଦେଶିତ କାର୍ଯ୍ୟକ୍ରମ ବଦଳିଯିବାରୁ ତାର ମନରେ ଖରାପ ହୋଇ ରହିବାର ମନୋଭାବ ବି ବଦଳିଗଲା। ସେଥିପାଇଁ ସେ ଭଲ ଲୋକରେ ପରିଣତ ହେଲା। ତେଣୁ ମନ କ୍ଷଣ କ୍ଷଣ ଜ୍ଞାନ। ମନର ମୂଳେ ଜଗତ କଥାଟି ନିତାନ୍ତ ସତ୍ୟ। ମନ ବିତେଇବାର ଜଗତକୁ ବଦଳେଇ ଦେଇଅଛି। ଯେଉଁ ବିତେଇବାର ଜଗତ କି ଜୀବନର, ଯାହାକି ପିଙ୍ଗଳାର ଏକାନ୍ତ ନିଜର। ସୂର୍ଯ୍ୟ ବିଭୁ ଦୟା ଆଶୀର୍ବାଦର ପ୍ରତୀକ। ପିଙ୍ଗଳା ଜୀବନର ବଦଳାପଣକୁ ଯିଏ ତା ପାଇଁ ଆଣିଛି, ଉପଲବ୍ଧିର ନାମାନ୍ତର ହିଁ ଏହି ସୂର୍ଯ୍ୟ। ବିଭୁ ଆଶୀର୍ବାଦର ପ୍ରତୀକ ହିଁ ଏହି ସୂର୍ଯ୍ୟ। କୋରାନରେ ଅଛି କି, ଆପଣାଜାତ ବା ଖୋଦଜାତ ଖୋଦା ଆଲୋକମୟ ସତ୍ତା। ତେଣୁ କବି ସୂର୍ଯ୍ୟ ପ୍ରତୀକକୁ ସେଥିପାଇଁ ବିଭୁ ଆଶୀର୍ବାଦର ସଂକେତ କରିଛନ୍ତି।